ନମସ୍କାର ବନ୍ଧୁମାନେ ଶନି ଜୟନ୍ତୀ ପରଠାରୁ 6 ରାଶି ସହ ଘଟିବ ଚମତ୍କାର। ଅଜଣା ଲୋକ ଭେଟିବେ, ହଠାତ୍ ବଢ଼ିଯିବ ବ୍ୟାଙ୍କ ବାଲାନ୍ସ। ଦିକ୍ପଞ୍ଚି ଅନୁସାରେ ଏହି ବର୍ଷ 16 ତାରିଖ ଶନି ଜୟନ୍ତୀ ପାଳନ କରାଯାଉଅଛି। ହିନ୍ଦୁ ଜ୍ୟୋତିଷ ଶାସ୍ତ୍ରରେ ଭଗବାନ ଶନିଙ୍କର ଏକ ବିଶେଷ ସ୍ଥାନ ଅଛି। ତାକୁ କର୍ମଫଳର ଦାତା କୁହାଯାଏ। ଭଗବାନ ଶନି ଆମକୁ ଆମର ଭଲ ଓ ମନ୍ଦ କର୍ମ ଅନୁସାରେ ପୁରସ୍କାର ଦିଅନ୍ତି। ଯେଉଁମାନେ ଧାର୍ମିକ ପଥ ଅନୁସରଣ କରନ୍ତି ଓ କଠିନ ପରିଶ୍ରମ କରନ୍ତି, ସେମାନଙ୍କ ପାଇଁ ଭଗବାନ ଶନିଙ୍କଠାରୁ ଅଧିକ ଶୁଭ ଗ୍ରହ ଆଉ କିଛି ନାହିଁ। ଏହି ବର୍ଷ ଶନି ଜୟନ୍ତୀରେ ଗଠିତ ବିଶେଷ ଗ୍ରହ ସ୍ଥିତି ଓ ନକ୍ଷତ୍ରଗୁଡ଼ିକ ମିଶ୍ରଣ କିଛି ରାଶି ପାଇଁ ପ୍ରଚଣ୍ଡ ରାଜଯୋଗ ଓ ଅପ୍ରତ୍ୟାଶିତ ଆର୍ଥିକ ଲାଭ ପ୍ରଦାନ କରିବ। ଚାକିରି ପାଇଁ ଅପେକ୍ଷା କରିଥିବା, ବେକାର ଓ ବ୍ୟବସାୟ କ୍ଷତି ଦେଖିଥିବା ଲୋକମାନଙ୍କ ପାଇଁ ଏହି ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ। ଆସନ୍ତୁ ଏବେ ବିସ୍ତାରିତ ଭାବରେ ଦେଖିବା ଯେ ଶନି ଜୟନ୍ତୀର ପ୍ରଭାବ କେଉଁ ରାଶିଙ୍କ ପାଇଁ ଶୁଭ ଆଣିବ। ତା ପୂର୍ବରୁ ଆପଣମାନେ ବି ଭଗବାନ ଶନିଙ୍କର ପରମ ଭକ୍ତ କିମ୍ବା ବିଶ୍ୱାସ କରନ୍ତି ତାଙ୍କୁ, ତାହେଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ମେଷ ରାଶି। ଏହି ଶନି ଜୟନ୍ତୀ ଏହି ରାଶି ପାଇଁ ଆଶ୍ଚର୍ଯ୍ୟଜନକ ସକାରାତ୍ମକ ଫଳାଫଳ ଆଣିବ। ପୂର୍ବରୁ ଥିବା ସମସ୍ତ ପ୍ରତିବନ୍ଧକ, ବିଶେଷ କରି ଆର୍ଥିକ କ୍ଷେତ୍ରରେ, ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯିବ। ଆଇଟି ଓ ମାର୍କେଟିଂ ଭଳି ବୃତ୍ତିଗତ କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କର କଠିନ ପରିଶ୍ରମ ପାଇଁ ଉପଯୁକ୍ତ ସ୍ୱୀକୃତି ମିଳିବ। ପଦୋନ୍ନତି ସମ୍ଭାବନା ଅଛି। ଆପଣଙ୍କର କର୍ମକ୍ଷେତ୍ର କିମ୍ବା ଆପଣଙ୍କ ବେପାରରେ ବହୁତ ଲାଭ ଦେଖିବାକୁ ମିଳିବ। ଆପଣଙ୍କର ଆର୍ଥିକ ସ୍ଥିତି ଆଗ ଅପେକ୍ଷା ଏବେ ବହୁତ ଭଲ ରହିବ ଏବଂ ଏବେ ଆପଣ କିଛି ପଇସା ମଧ୍ୟ ସଞ୍ଚୟ କରିପାରନ୍ତି। ବୃଷ ରାଶି। ଏହି ଜୟନ୍ତୀରେ ଏହି ରାଶିର ବ୍ୟକ୍ତିକୁ ଭଗବାନ ଶନିଙ୍କର ପୂର୍ଣ୍ଣ ଆଶୀର୍ବାଦ ମିଳିବ। ଆପଣଙ୍କର କ୍ୟାରିୟର ଏକ ବଡ଼ ପଦକ୍ଷେପ ନେବାର ସ୍ପଷ୍ଟ ସମ୍ଭାବନା ଅଛି। ଏହା ନୂତନ ପ୍ରକଳ୍ପ କିମ୍ବା ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସବୁଠାରୁ ଅନୁକୂଳ ସମୟ ରହିବ। ଆପଣଙ୍କର ପରିବାରରେ ଖୁସି ବ୍ୟାପିବ ଏବଂ ବନ୍ଦ ହୋଇଥିବା ଶୁଭ କାର୍ଯ୍ୟ ପୁଣି ଆରମ୍ଭ ହେବ। ଆପଣଙ୍କର ଆୟ ଉତ୍ସ ବୃଦ୍ଧି ପାଇବ। ଗରିବ ଏବଂ ଅକ୍ଷମଙ୍କୁ ଖାଦ୍ୟ ଦାନ କରିବା ଦ୍ୱାରା ଆପଣଙ୍କର ଭାଗ୍ୟ ଦ୍ୱିଗୁଣିତ ହେବ। ମିଥୁନ ରାଶି। ଏହି ରାଶିରେ ଜନ୍ମିତ ବ୍ୟକ୍ତିମାନେ ଏହି ସମୟରେ ଟିକେ ସତର୍କ ରହିବା ଉଚିତ। ସେୟାର ବଜାର କିମ୍ବା ସ୍ଥାବର ସମ୍ପତ୍ତି ପରି ଆର୍ଥିକ କାରବାର ବିଷୟରେ ତରବର ନିଷ୍ପତ୍ତି ନିଅନ୍ତୁ ନାହିଁ। ଅଫିସରେ ସହକର୍ମୀ କିମ୍ବା ଉପରିସ୍ଥ ଅଧିକାରୀଙ୍କ ସହିତ ସାମାନ୍ୟ ମତଭେଦ ହୋଇପାରେ, ତେଣୁ ସଂଯମତା ଅବଲମ୍ବନ କରନ୍ତୁ ଓ କଥାବାର୍ତ୍ତାରୁ ଦୂରେଇ ରୁହନ୍ତୁ। ନିୟମିତ ଭାବରେ ହନୁମାନ ଚାଳିସା ପାଠ କରିବା ଦ୍ୱାରା ଶନି ଦୋଷର ନକାରାତ୍ମକ ପ୍ରଭାବ ହ୍ରାସ ପାଇବ। କର୍କଟ ରାଶି। ଏହି ରାଶିରେ ଜନ୍ମିତ ବ୍ୟକ୍ତିମାନଙ୍କୁ ଏହି ଶନି ଜୟନ୍ତୀ ମିଶ୍ରିତ ଫଳ ଦେବ। ଗୋଟିଏ ପଟେ ଆପଣଙ୍କର ଆୟ ବୃଦ୍ଧି ପାଇବ, କିନ୍ତୁ ଅପ୍ରତ୍ୟାଶିତ ଖର୍ଚ୍ଚ ମଧ୍ୟ ସମାନ ସ୍ତରରେ ଆସିବ। ଆପଣଙ୍କର ପରିବାର ବୃଦ୍ଧ ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଉଚିତ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହେବ। ଛାତ୍ରମାନଙ୍କୁ ସେମାନଙ୍କର ପାଠପଢ଼ା ଦ୍ୱିଗୁଣିତ ଧ୍ୟାନ ଦେବାକୁ ପଡ଼ିବ। ସିଂହ ରାଶି। ଏହି ରାଶି ପାଇଁ ଏହି ଶନି ଜୟନ୍ତୀ ବହୁତ ଲାଭଦାୟକ ଓ ଉତ୍ସାହଜନକ ହେବ। ଦୀର୍ଘଦିନ ଧରି ଚାଲିଥିବା କୋର୍ଟ ମାମଲା କିମ୍ବା ସମ୍ପତ୍ତି ସମ୍ବନ୍ଧୀୟ ଆଇନଗତ ବିବାଦରେ ଆପଣଙ୍କର ଅଗ୍ରଣୀ ଭୂମିକା ରହିବ। ବ୍ୟବସାୟୀମାନେ ଆଶା କରିବାଠାରୁ ଅଧିକ ଲାଭ ପାଇବେ। ଶିକ୍ଷା କ୍ଷେତ୍ରରେ ଆପଣ
ଉନ୍ନତି ପ୍ରଗତି କରିବେ। ସ୍ୱାସ୍ଥ୍ୟରେ ଆପଣଙ୍କ ସୁଧାର ଆସିପାରେ। କନ୍ୟା ରାଶି, ଏହି ରାଶିର ବ୍ୟକ୍ତିମାନଙ୍କୁ ଏବେ ସେମାନଙ୍କର କଠିନ ପରିଶ୍ରମର ଉପଯୁକ୍ତ ପୁରସ୍କାର ମିଳିବ। ଦୀର୍ଘ ଦିନ ଧରି ଅଟକି ରହିଥିବା ସରକାରୀ କିମ୍ବା ବେସରକାରୀ କାମଗୁଡ଼ିକ ଏବେ ତ୍ୱରାନ୍ୱିତ ହେବ। ଯେଉଁମାନେ ବିଦେଶ ଯିବାକୁ ଚାହୁଁଛନ୍ତି ଏବଂ ଯେଉଁମାନେ ବିବାହ କରିବାକୁ ଚେଷ୍ଟା କରୁଛନ୍ତି ସେମାନେ ଅନୁକୂଳ ଶୁଭ ସମାଚାର ପାଇବେ। ତ ବନ୍ଧୁମାନେ, ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ ଏବଂ ଆପଣଙ୍କର କେଉଁ ରାଶି କମେଣ୍ଟ ମାଧ୍ୟମରେ ଆମକୁ ଆପଣ ନିଶ୍ଚୟ ଜଣାନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।